ମହୋଦଧି କୂଳରେ ମହୋତ୍ସବର ଆସର। ବଡ଼ଦାଣ୍ଡର ରଥଯାତ୍ରା ପୂର୍ବରୁ ବେଳାଭୂମିରେ ରଥର ପସରା। ବାଲିରେ ବାଲିରେ 100 ରଥ। ଦେଖନ୍ତୁ ଏ ଚିତ୍ରକୁ। ଶାନ୍ତ ସ୍ନିଗ୍ଧ ଲହଡ଼ିକୁ ପିଠି କରି କେମିତି ହାତ ଧରାଧରି ହୋଇ ଛିଡ଼ା ହୋଇଛନ୍ତି ରଙ୍ଗୀନ ରଥ। ଆଉ ବେଳାଭୂମିରେ ଏ ରଥକୁ ଛିଡ଼ା କରିଛନ୍ତି ଝୁରାବାଲିର ସୌଦାଗର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଆଶା ରହିଛି ଏ ବାଲିରଥର ପସରା ବିଶ୍ୱ ରେକର୍ଡ କରିବ। ଲିମ୍କା ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇବ ପୁରୀ ଶିଳ୍ପୀଙ୍କ ଏ ଅନନ୍ୟ କୃତି। ବଳରାମ ଦାସ ବାଲିରଥ ଆରମ୍ଭ କରିଥିଲେ ଏବଂ ସେଠୁ ସ୍ୟାଣ୍ଡାର୍ଡ ଆରମ୍ଭ ହୋଇଥିଲା ବୋଲି ଆମ ଚିନ୍ତାଧାରାରେ। ତେଣୁକରି ଜଗନ୍ନାଥଙ୍କର ସେଇ ଯେଉଁ ରଥକୁ ଆମେ ଚେଷ୍ଟା କରୁଛୁ ଯେ ଆଉ ଗୋଟେ ୱାର୍ଲଡ ରେକର୍ଡ କ୍ରିଏଟ୍ କରିବା ପାଇଁ। ନିର୍ଦ୍ଦିଷ୍ଟ ସମୟ ସାରଣୀ ଭିତରେ ସୁଦର୍ଶନ ଓ ତାଙ୍କ ସାଥୀ କଳାକାର ମିଶି ତିଆରି କରିଛନ୍ତି ଏ ବାଲିର ରଥ। ଅପରାହ୍ନ ସୁଦ୍ଧା 100 ରଥରେ ଶେଷ ସ୍ପର୍ଶ ଦେଇଥିଲେ ସୁଦର୍ଶନ। ଆଉ ଶେଷରେ ସଂସ୍କୃତି ମନ୍ତ୍ରୀଙ୍କ ଉପସ୍ଥିତିରେ ଉଦ୍ଘାଟନ ହୋଇଥିଲା ବାଲିରଥର ପସରା। ବାଲିରଥକୁ ନେଇ ପୁରାଣରେ ପୋଥିଭର୍ତ୍ତି କାହାଣୀ। ଦିନେ ରଥଟଣାରୁ ବଞ୍ଚିତ ହୋଇ ମତ୍ତ ବଳରାମ ଦାସ ଧାଇଁ ଆସିଥିଲେ ମହୋଦଧି କୂଳକୁ ଆଉ ବେଳାଭୂମିରେ ନିର୍ମାଣ କରିଥିଲେ ବାଲିରଥ। କୁହାଯାଏ ବଳରାମ ଦାସଙ୍କ ଭକ୍ତି ଦେଖି କାଠରଥରୁ ଓହ୍ଲାଇ ଆସିଥିଲେ କାଳିଆ ଠାକୁର ଆଉ ବାଲିରଥରେ ବସି ବଳରାମ ଦାସକୁ ଦେଇଥିଲେ ଦର୍ଶନ। ଆଜି ଏହି 100 ରଥ ବି ଚାହିଁ ବସିଛନ୍ତି ଭାବର ଠାକୁରଙ୍କୁ। ପୁରୀରୁ ସୀମାଞ୍ଚଳ ପାଢ଼ୀଙ୍କ ରିପୋର୍ଟ, କନକ ନ୍ୟୁଜ୍।